ଯେତେବେଳେ ହଳାହଳ ବିଷକୁ ଗଳା ପାଖରେ ରଖିଛନ୍ତି ସମଗ୍ର ଶରୀର ଶିବଙ୍କର କମ୍ପି ଉଠିଲା। ଯେତେବେଳେ କମ୍ପି ଉଠିଲା ଶିବଙ୍କ ଶରୀର ଗମ ଗମ ହୋଇ ଝାଳ ବୋହିବାରେ ଲାଗିଲା। ସମସ୍ତେ ଦେବତାମାନେ ଅସୁରମାନେ ଚିନ୍ତା କଲେ, କାହିଁକିନା ଯେତେବେଳେ ପାଖରେ ସମୁଦ୍ର ପାଖରେ ଅଛନ୍ତି ସମସ୍ତ ଦେବତାମାନେ ଅସୁରମାନେ ଏକଜୁଟ ହୋଇ ଶିବଙ୍କର ଶରୀରରେ ଜଳ ଢାଳିବାରେ ଲାଗିଲେ। ଯେତେବେଳେ ଆପଣମାନେ ଥରେ ଚିନ୍ତା କରନ୍ତୁ, ଯେତେବେଳେ ପିଲାବେଳେ ଆମମାନଙ୍କୁ ଜ୍ୱର ହେଉଥିଲା ଆମ ଘରେ ବାପା ମା' କ'ଣ କରୁଥିଲେ ନା ଗୋଟେ ପାଣି ପଟି ଆମମାନଙ୍କ ଶରୀରରେ ମୁଣ୍ଡରେ ଲଗାଉଥିଲେ, କାହିଁକିନା ଜ୍ୱରର ତାପମାତ୍ରାଟା କମିଯିବ। ସେଇଥିପାଇଁ ଯାହାକି ଗୋଟେ କପଡ଼ା ପଟି ଗୋଟେ ମୁଣ୍ଡରେ ଦେଉଥିଲେ, ଶରୀରର ପୋଛାପୋଛି କରୁଥିଲେ। ସେଇଭଳି ଶିବଙ୍କୁ ମଧ୍ୟ ଯେତେବେଳେ ଦେଖୁଛନ୍ତି ଶିବଙ୍କ ଦେହରେ ଝାଳ ବହୁଛି ସମସ୍ତ ଦେବତା ଅସୁର ସମସ୍ତେ ଜଳ ଢାଳିବାରେ ଲାଗିଲେ ଶିବଙ୍କ ଦେହରେ। ଯେତେବେଳେ ଜଳ ଢାଳିଛନ୍ତି ସେତେବେଳେ ଶିବ ଟିକେ ଥଣ୍ଡା ହୋଇଛନ୍ତି, ଶିବଙ୍କର ଶରୀର ମଧ୍ୟ ଟିକେ ସୁସ୍ଥ ହୋଇଛି।